କାନ୍ଦିଲେ ଅନୁଭବ ମହାନ୍ତି ଛଳ ଛଳ ଆଖିରେ। ହ୍ୟୁମାନ ସାଗର ଅନେକ ଦିନ ହେଲାଣି ଝିଅକୁ ଦେଖି ନଥିଲେ। ସବୁବେଳେ ହ୍ୟୁମାନ ସାଗର ନିଜ ଜନ୍ମକଲା ଝିଅକୁ ଝୁରି ହେଉଥିଲେ। କାନ୍ଦିଲେ କଇଁ କଇଁ ହୋଇ ହ୍ୟୁମାନ ସାଗର। ଅନେକ ଦିନ ହେଲାଣି ହ୍ୟୁମାନ ସାଗର ନିଜ ଝିଅଠୁ ଦୂରରେ ରହୁଥିଲେ। ଝିଅକୁ ସବୁବେଳେ ଝୁରି ହେଉଥିଲେ ହ୍ୟୁମାନ ସାଗର। ଆଉ ଚାରିପଟୁ ହ୍ୟୁମାନ ସାଗରକୁ ଦୁଃଖ ମାଡ଼ି ବସିଥିଲା। ଶେଷରେ ସମସ୍ତଙ୍କୁ ଛାଡ଼ି ହ୍ୟୁମାନ ସାଗର ଅପେରା ରାଇଜର ପଥିକ ହୋଇଗଲେ। ହ୍ୟୁମାନ ସାଗର ସମସ୍ତଙ୍କୁ ସଙ୍ଗୀତରେ ବାନ୍ଧି ରଖି ସମସ୍ତଙ୍କୁ ଖୁସି ହେଉଥିଲେ ସିନା, ହେଲେ ନିଜେ ନିଜ ଜୀବନରେ ଦୁଃଖରେ ଘାଣ୍ଟି ହେଉଥିଲେ। ଆଉ ହ୍ୟୁମାନ ସାଗରଙ୍କ ମୃତ୍ୟୁରେ ସମସ୍ତେ ଭାଙ୍ଗି ପଡ଼ିଥିବା ବେଳେ କାନ୍ଦି ପକାଇଛନ୍ତି ଓଡ଼ିଶାର ସୁପରଷ୍ଟାର ଅନୁଭବ ମହାନ୍ତି। କାନ୍ଦି କାନ୍ଦି କହିଛନ୍ତି, ହ୍ୟୁମାନ ସାଗରଙ୍କ ସହ ଆମେ ଥିଲୁ, ଅଛୁ, ଆଉ ରହିଥିବୁ ମଧ୍ୟ। ହ୍ୟୁମାନ ସାଗର ଯେଉଁଠି ଥାଆନ୍ତୁ, ମହାପ୍ରଭୁ ଜଗନ୍ନାଥ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ଓ ଆଜ୍ଞା, ଆର ପାରିରେ ଓଡ଼ିଆ ସଙ୍ଗୀତ ଜଗତର ହ୍ୟୁମାନ ସାଗର। 35 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ହ୍ୟୁମାନଙ୍କର ଗତ ରାତିରେ ପରଲୋକ ହୋଇଛି। ମୃତ୍ୟୁ ଖବର ଶୁଣିବା ପରେ କେବଳ କଳାକାର ନୁହେଁ, ବିଭିନ୍ନ ବୟସ ବର୍ଗର ଲୋକେ ପାର୍ଥିବ ଶରୀର ଦେଖିବାକୁ ଏମ୍ସରେ ଭିଡ଼ ଲଗାଇଥିଲେ। ଆଉ ଆଜି ତାଙ୍କ ବାସଭବନରେ ଭିଡ଼ ଜମିଛି। ହ୍ୟୁମାନ ସାଗରକୁ ଅତି ନିକଟରୁ ଜାଣିଥିବା କଳାକାରମାନେ କାନ୍ଦି କାନ୍ଦି ଧୈର୍ଯ୍ୟହରା ହେଉଥିବା ବେଳେ ହ୍ୟୁମାନ ସାଗର ମାନସିକ ଅବସାଦରେ ଥିବା ସମସ୍ତେ କହୁଛନ୍ତି। ତାଙ୍କର ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଏକ୍ସ ଜରିଆରେ ଶୋକ ପ୍ରକଟ କରିଛନ୍ତି। ଶୋକ ବାର୍ତ୍ତାରେ ମୋହନ ଉଲ୍ଲେଖ କରିଛନ୍ତି ଯେ, ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ମୁଁ ଦୁଃଖିତ। ତାଙ୍କର ବିୟୋଗ ଓଡ଼ିଶା ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ସେହିପରି ଶୋକ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ହ୍ୟୁମାନଙ୍କ ମନଛୁଆ ସଙ୍ଗୀତ ଅଗଣିତ ଶ୍ରୋତାଙ୍କ ହୃଦୟକୁ ଛୁଇଁଛି। ଓଡ଼ିଆ ସଙ୍ଗୀତ ପ୍ରତି ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକ ସନ୍ତପ୍ତ ପରିବାର ବର୍ଗକୁ ଶ୍ରୀ ପଟ୍ଟନାୟକ ସମବେଦନା ଜଣାଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି। ବ୍ୟୁରୋ ରିପୋର୍ଟ, ନିରପେକ୍ଷ।